ट्रेन धक्कारे शिक्षकଙ୍କ मृत्यु निर्माणाधीन सुकु सेतुକୁ ନେଇ ପୁଣି ଉଠିଲା ପ୍ରଶ୍ନ। କୋରାପୁଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ କୁମାରଗନ୍ଧଣା ହାଇସ୍କୁଲର ଶିକ୍ଷକ ପବିତ୍ର ମୋହନ ସ୍ୱାଇଁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳ ଏବଂ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି। ସେହିପରି ଦୀର୍ଘ ଦିନ ଧରି ନିର୍ମାଣାଧୀନ ଥିବା ସ୍ଥାୟୀ ସେତୁ କାମର ବିଳମ୍ବକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋଷ ପ୍ରକାଶ ପାଇଛି। ସୂଚନା ଅନୁଯାୟୀ ପବିତ୍ର ମୋହନ ସ୍ୱାଇଁ ନିଜ ମୋଟର ସାଇକେଲରେ କୋରାପୁଟ ଫେରୁଥିବା ବେଳେ ରେଳପଥ ଅତିକ୍ରମ କରୁଥିଲେ। ସେହି ସମୟରେ ଅଚାନକ ଏକ ଟ୍ରେନ୍ ଆସିଯିବାରୁ ତାଙ୍କ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ଘଟଣାର ଖବର ପାଇ ପୁଲିସ ଓ ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ଦୀର୍ଘଦିନ ଧରି ନିର୍ମାଣାଧୀନ ଥିବା ଜଳଭଣ୍ଡାର ଉପର ସେତୁ ପ୍ରକଳ୍ପକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ କହିବା ଅନୁସାରେ ସେତୁର କାମ ଶେଷ ନ ହେବାରୁ ପ୍ରାୟ 138ଟି ବିଚ୍ଛିନ୍ନ ଗ୍ରାମର ଲୋକ ଆଜି ମଧ୍ୟ ରେଳପଥ କିମ୍ବା ଅନ୍ୟ ବିପଦପୂର୍ଣ୍ଣ ରାସ୍ତା ଦେଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଲୋକଙ୍କ ମତରେ ସୁରକ୍ଷିତ ସ୍ଥାୟୀ ସଂଯୋଗ ବ୍ୟବସ୍ଥା ଶୀଘ୍ର ସମ୍ପୂର୍ଣ୍ଣ ହେବା ଆବଶ୍ୟକ। ଉଲ୍ଲେଖଯୋଗ୍ୟ ଯେ ସମ୍ପ୍ରତି ଉଚ୍ଚସ୍ତରୀୟ ମନ୍ତ୍ରୀସ୍ତରୀୟ ଗସ୍ତ ସମୟରେ ଏହି ସେତୁର ନିର୍ମାଣ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। କିନ୍ତୁ ଆଜିର ଏହି ମର୍ମନ୍ତୁଦ ଘଟଣା ପରେ ସେତୁ କାମ ଶୀଘ୍ର ସମ୍ପୂର୍ଣ୍ଣ କରି ଅଞ୍ଚଳବାସୀଙ୍କୁ ସୁରକ୍ଷିତ ଯାତାୟାତ ସୁବିଧା ଯୋଗାଇବାକୁ ଦାବି ଜୋର ଧରିଛି। ସେ ହେଉଛନ୍ତି ଆମ ଲମତାପୁର ବ୍ଲକର କୁମାରଗଣ୍ଡାର ଟିଚରଟିଏ। ସେ ସ୍କୁଲରୁ 4ଟାରେ ଫେରିଲେ, ଏଇଠି 4:35 ପାଖାପାଖି ପହଞ୍ଚିଲେ। ତ ସେଇ ସମୟରେ ମାନେ ଠିକ୍ ବ୍ରିଜ୍ର ଷ୍ଟାର୍ଟିଂ ପଏଣ୍ଟରେ ହେଲମେଟଟା ପିନ୍ଧୁଛନ୍ତି, ସେ ବୋଧେ ଶୁଣି ପାରିଲେନି, ଟ୍ରେନଟା ଆସି ତାକୁ ଧକ୍କା ମାରିକିନା ଚାଲିଗଲେ, ଯେଉଁଥିରେ କି ସେ ପୁରା ସ୍ପଟ୍ ଡେଥ୍ ହେଇଯାଇଛନ୍ତି। ଅତି ଦୁଃଖ ଘଟଣା ଏଇଟା ଆମ ପାଇଁ। ଯଦି ବ୍ରିଜ୍ଟା ଯଦି ହେଇଥାନ୍ତା ତାହେଲେ ଆମେ ତାଙ୍କ ଜୀବନ ବଞ୍ଚିଥାନ୍ତା, ଏଇ ଦୁର୍ଘଟଣା ମଧ୍ୟ ଘଟିନଥାନ୍ତା। ଆଉ ଆଜି ଆମେ ଶିକ୍ଷକ ସମାଜ ବା ଆମ ଶିକ୍ଷକ ଜଣେ ଚାଲିଗଲେ, ସେଥିପାଇଁ ଆମେ ବହୁତ ଦୁଃଖିତ ଅଛୁ। ଆମେ ମାନେ ଲାଇଫଟାକୁ ପୁରା ରିସ୍କ ନେଇକିନା ଆମେ ଡେଲି ଯାତାୟାତ କରୁଛୁ। ସ୍କୁଲ ଯିବାଠୁ ଆରମ୍ଭ କରି ଆସିବା ପର୍ଯ୍ୟନ୍ତ ଆମର ମାନେ ବଞ୍ଚିବୁ କି ମରିବୁ କିଛି ଠିକ୍ ନାହିଁ। କେବଳ ଏଇ ବ୍ରିଜ୍ଟା ପାଇଁ ଆମେ ବହୁତ ଅସୁବିଧାର ଆମେ ସମ୍ମୁଖୀନ ହେଉଛୁ। ଘରୁ ବାହାରୁଛୁ, ବ୍ରିଜ୍କୁ ଆସିଲା ବେଳକୁ ଆମକୁ ମାନେ ପୁରା ଡର ଭୟ ଲାଗୁଛି କି କାଳେ କ'ଣ ହେଇଯିବ କି ବୋଲି ଡର ଲାଗୁଛି। ସେଥିପାଇଁ ତ ଆମେ ଚାହୁଁଛୁ କି ସରକାର ଯଦି ସାଇଡ଼୍ରେ ଯେଉଁ ବ୍ରିଜ୍ଟା ଯଦି କାମ ଯଦି ଅତି ଶୀଘ୍ର ହେଇଯାଇଥାନ୍ତା ତାହେଲେ ଏଇ ଦୁର୍ଘଟଣା ମଧ୍ୟ ଘଟିନଥାନ୍ତା। ଆମେ ଯିବା ଆସିବା ମଧ୍ୟ ବହୁତ ଆରାମସେ ଆମେ କରିପାରିଥାନ୍ତେ। ଏଇ ପ୍ରତି ଆଉ ଆମର ଜୀବନ ପ୍ରତି ଆଉ କିଛି ବିପଦ ଶୂନ୍ୟ ହେଇଯିବ ଆମେ। ତ ତେଣୁକରି ଆମେ ମାନେ ସରକାରଙ୍କୁ ଅନୁରୋଧ କରୁଛୁ ଯେ ଯଥାଶୀଘ୍ର ବ୍ରିଜ୍ଟା ଯଦି ହେଇଯିବ ତାହେଲେ ଆମେ ବହୁତ ଖୁସି ଅନୁଭବ କରିଥାନ୍ତୁ। ଗଲେ ସେ ମୋ ବଡ଼ ଭାଇ ଭଳିଆ, ମୋ ଘର ପାଖରେ ରୁହନ୍ତି। ସମୟାନୁବର୍ତ୍ତୀ ଶିକ୍ଷକ, ସମୟରେ ଯାଆନ୍ତି ସମୟରେ ଆସନ୍ତି। ଏଇ ଯିବା ଆସିବା ସବୁ ଅସୁବିଧା, ବାଧ୍ୟରେ ସେ ରେଳ ବ୍ରିଜ୍କୁ ସାହାରା। ଆମ ସେ ବ୍ରିଜ୍ଟା ହେଇନାହିଁ, ସେଇଟା ହେଇଥିଲେ ତାଙ୍କର ବିପଦ ନଥାନ୍ତା, ଯିବା ଆଜି ବଞ୍ଚି ପାରିଥାନ୍ତା। କିନ୍ତୁ ଯେହେତୁ ଏଇ ବିପଦପୂର୍ଣ୍ଣ ପଥ ଦେଇକି ଯିବା ଆସିବା କଲେ, ସେ ତାଙ୍କ ଜୀବନ ଚାଲିଗଲା। ଆଉ କ'ଣ କରିବ? ଦୁଃଖ ଲାଗିବନି ଆଜ୍ଞା? ବଡ଼ ଭାଇ, ଆମେ ଯିବୁ ଏତେ ବର୍ଷ ହେଲା ଚାକିରି କରୁଛୁ, ମିଶିକି 12 ବର୍ଷ ହେଲା ଚାକିରି କରିଥିଲୁ। ମୋ ବଡ଼ ଭାଇ ଛାଇ ଭଳିଆ ରହିଥିଲେ ମୋର। ଲାଗୁଛି ଆଜ୍ଞା, ଭୟ କ'ଣ? ଆମେ ବି ବହୁତ ଥର ମୃତ୍ୟୁର ସମ୍ମୁଖୀନ କରିଛୁ। ନିଜର ଅନୁଭୂତି ମଧ୍ୟ ଅଛି। କିନ୍ତୁ ପେଟ ପାଟଣା କଥା, ଚାକିରି କରୁଛୁ, ଆଉ ଯିବାକୁ ତ ବାଟ ନାହିଁ, ଏ ଗୋଟିଏ ବାଟ। ହଁ, ଜୀବନକୁ ବାଜି ଲଗାଇବାକୁ ପଡୁଛି। ଆଉ ଘର ସଂସାର ଚଳେଇ ପେଟ ପାଟଣା କଥା କ'ଣ କରିବୁ? ସମାଜ ପାଇଁ ଦୁଃଖ ଆଜ୍ଞା। ସେ ପରିବାର କଥା ଚିନ୍ତା କରନ୍ତୁ। ସେ ପରିବାର ପେଟ ପାଟଣା ପାଇଁ ଯଦି ଠିକ୍ ରାସ୍ତାଟେ ଥାନ୍ତା, ସେ ଶିକ୍ଷକ, ସେ ପିଲାମାନଙ୍କର ବି ଭଲ ଶିକ୍ଷକଟେ ଚାଲିଗଲେ, ସେ ପରିବାରର ମଧ୍ୟ ଅପୂରଣୀୟ କ୍ଷତି ହେଲା। କୋରାପୁଟରୁ ମଦନ ମୋହନ ସାହୁଙ୍କ ରିପୋର୍ଟ, KBK ଦର୍ପଣ।